ଆମ ଇତିହାସରେ ଆଜିର ଦିନରେ ଜାଣ ଅଜାଣତରେ ଘଟି ଆସିଛି ଅନେକ ଐତିହାସିକ ଘଟଣା। ବର୍ଷର 10ମ ମାସର ଆଜି ହେଉଛି ତ୍ରୟୋଦଶତମ ଦିନ ଅର୍ଥାତ୍ 13 ତାରିଖ। ବର୍ଷର ଆଜିର ଦିନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଜିର ଦିନରେ ଦେଶ ଦୁନିଆରେ ଏମିତି କିଛି ଘଟଣା ଘଟିଛି ଯାହା ଶୁଣିବା ଆପଣଙ୍କୁ ନିହାତି ଦରକାର। ତେବେ ଚାଲନ୍ତୁ ଜାଣିବା ଆଜିର ଦିନରେ କ'ଣ କ'ଣ ଘଟଣା ଘଟିଥିଲା ଆମ ଦେଶ ଦୁନିଆରେ। 1792 ମସିହା ଆଜିର ଦିନରେ ୱାସିଂଟନ୍ ଡିସିରେ ହ୍ୱାଇଟ୍ ହାଉସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ସମାରୋହରେ କୋଠା ନିର୍ମାଣର ଆରମ୍ଭ ହୋଇଥିଲା ଯାହା ରାଷ୍ଟ୍ରପତି ଜର୍ଜ ୱାସିଂଟନଙ୍କ ଦ୍ୱାରା ତଦାରଖ କରାଯାଇଥିଲା, କିନ୍ତୁ ତାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ଏହା ସମାପ୍ତ ହୋଇନଥିଲା। ଜନ୍ ଆଡାମ୍ସ 1800 ମସିହାରେ ଏହି ଘରେ ବାସ କରୁଥିବା ପ୍ରଥମ ରାଷ୍ଟ୍ରପତି ହୋଇଥିଲେ। 1877 ମସିହା ଆଜିର ଦିନରେ ଜଣେ ପ୍ରସିଦ୍ଧ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଓକିଲ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଜଣେ ପ୍ରମୁଖ ନେତା ଭୁଲାଭାଇ ଦେଶାଇ ଜନ୍ମଗ୍ରହଣ କରିଥିଲେ। ସେ ଗୁଜରାଟର ଭଲସାଡରେ ଜନ୍ମଗ୍ରହଣ କରିଥିଲେ ଏବଂ 1945 ମସିହାରେ ଭାରତୀୟ ଜାତୀୟ ସେନା ସୈନିକମାନଙ୍କୁ ରକ୍ଷା କରିବା ଏବଂ ବାରଦୋଲି ସତ୍ୟାଗ୍ରହ ସମୟରେ କୃଷକମାନଙ୍କୁ ପ୍ରତିନିଧିତ୍ୱ କରିବା ଭଳି ତାଙ୍କର ଆଇନଗତ କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ମନେ ରଖିଛନ୍ତି। 1987 ମସିହା ଆଜିର ଦିନରେ କିଶୋର କୁମାର ମୁମ୍ବାଇରେ 58 ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ତାଙ୍କର ମୃତ୍ୟୁ ତାଙ୍କ ବଡ଼ ଭାଇ ଅଶୋକ କୁମାରଙ୍କ 76ତମ ଜନ୍ମଦିନରେ ହୋଇଥିଲା। ତାଙ୍କ ପୁଅ ଅମିତ କୁମାର ପରେ କହିଥିଲେ ଯେ କିଶୋର ତାଙ୍କ ଶେଷ ଦିନରେ ଚିନ୍ତିତ ଦେଖାଯାଉଥିଲେ ଏବଂ ମଜା କରି କହିଥିଲେ ଯେ ଯଦି ଡାକ୍ତରଙ୍କୁ ଡକାଯାଏ ତେବେ ତାଙ୍କର ହୃଦଘାତ ହେବ। 1989 ମସିହା ଆଜିର ଦିନରେ ବିପର୍ଯ୍ୟୟ ହ୍ରାସ ପାଇଁ ଅନ୍ତର୍ଜାତୀୟ ଦିବସ ଆରମ୍ଭ ହୋଇଥିଲା। ବିପଦ ସଚେତନତା ଏବଂ ବିପର୍ଯ୍ୟୟ ହ୍ରାସର ବିଶ୍ୱ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଜାତିସଂଘ ସାଧାରଣ ସଭା ଦ୍ୱାରା ଆରମ୍ଭ କରାଯାଇଥିଲା। ପ୍ରତିରୋଧ, ପ୍ରଶମନ ଏବଂ ପ୍ରସ୍ତୁତି ସମେତ ବିପର୍ଯ୍ୟୟ ହ୍ରାସର ଏକ ବିଶ୍ୱ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଏ। 1999 ମସିହା ଆଜିର ଦିନରେ କାରଗିଲ ଅଭିଯାନ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ନେତୃତ୍ୱାଧୀନ ଏନଡିଏ ଲୋକସଭାର 543 ଆସନରୁ 303 ଆସନ ଜିତି ଏକ ଆରାମଦାୟକ ଏବଂ ସ୍ଥିର ବହୁମତ ହାସଲ କରିଥିଲା, ଫଳରେ ଅଟଳ ବିହାରୀ ବାଜପେୟୀ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।